କରିଥିଲେ ପଲେ ପଲେ ଠାପାର ସବୁ ପ୍ରମାଣ ନଷ୍ଟ। କ'ଣ ନେତାଙ୍କ ସହ ସରକାରୀ ବାବୁ ବି ସାମିଲ ନୁହନ୍ତି ତ? କାହା ଛତ୍ର ଛାୟା ତଳେ ଚାଲିଥିଲା ଏହି ରଙ୍ଗଶାଳା? କେବେ ବନ୍ଧା ହେବେ ମାଷ୍ଟର ମାଇଣ୍ଡ? ଖୋଲୁଛି ପଲେ ପଲେ ଢାପାର ଗୁମର କଥା। ମାଲିକାଣୀ ଅଭିନେତ୍ରୀ ଏଲିନା ବୁଝାବୁଝି କରନ୍ତି ଏଲିନାଙ୍କ ସ୍ୱାମୀ କୃଣାଲ। ଢାବା ଚାଲୁଥିଲା 3 ବିଜେଡି ନେତା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ଭାଇ ଧର୍ମଶାଳା ବ୍ଲକ ଚେୟାରମ୍ୟାନ ପ୍ରଭାତ ବଳବନ୍ତରାୟ ଆଉ ଏଲିନା ଦାସ। ପ୍ରଶ୍ନ କ'ଣ ସରକାରୀ ଖର୍ଚ୍ଚରେ ତିଆରି ହୋଇଛି ଏହି ଢାବା ନା ବିଧାୟକଙ୍କ ପାଣ୍ଠିରୁ? ଦସ୍ତାବିଜରୁ ଯାହା ଜଣାପଡ଼ୁଛି ସରକାର ଖର୍ଚ୍ଚରେ ଗଢ଼ି ଉଠିଛି ଏହି ରଙ୍ଗଶାଳା। ଭିଡିଓ ଆମର ପୁରା ଚୁପ୍, ମୁହଁ ଖୋଲିବାକୁ ଡର। ଭଲେ ଭଲେ ଢାବା ସିଜ୍ କରିବାକୁ ହେଲା ନୋଟିସ। ରାତାରାତି ଢାବାର ସବୁ ଆସବାବପତ୍ର ହୋଇଗଲା ଉପାନ। ତାପରେ ଭିଡିଓ ପକେଇଲେ ତାଲା। କହୁଛନ୍ତି ତଦନ୍ତ ଚାଲିଛି, ଦୋଷୀଙ୍କୁ ଛଡ଼ାଯିବ ନାହିଁ। ଢାବାର ସବୁ ଆସବାବପତ୍ର ଗାୟବ କରି ତାଲା ପକାଇବା ପଛରେ ଭିଡିଓ ନାହାନ୍ତି ତ? କ'ଣ ଏହାଦ୍ୱାରା ସବୁ ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖସିଯିବେନି ତ? ଯଦି ଭିଡିଓ ସିଲ୍ କରିବା କଥା ସଙ୍ଗେ ସଙ୍ଗେ ନକରି ଦୋଷୀଙ୍କୁ ପ୍ରମାଣ ନଷ୍ଟ କରିବାକୁ ସୁଯୋଗ ଦେଇନାହାନ୍ତି କି? ଯାହାକୁ ପଚାରିଲେ ଗୋଟିଏ ଉତ୍ତର, ଭିଡିଓ ସାର୍ ସବୁ ଉତ୍ତର କହିବେ, ଆମେ କିଛି ଜାଣିନୁ। ନମସ୍କାର, ମୁଁ ଆସିଥିଲି ପଇସା ପାଇଁ। ଶୁଣିଥିଲି କାଲିଠୁ ବନ୍ଦ ହେଇଛି ବୋଲି ପଇସା ପାଇଁ ଆସିଥିଲି ଶୁଣିକି ଆସିଥିଲି ପଇସା ପାଇଁ। ଆଉ ଆପଣ ଏଠି ଭଲ ଭଲ ହୋଟେଲ କ'ଣ କରୁଥିଲେ? ଆଜ୍ଞା କାମରେ ଥିଲି। କି କାମ କରୁଥିଲେ? ଉଠା ଉଠି ଧୁଆଧୁଇ କଟିଂ ଫଟିଂ ସପ୍ଲାଏ ସବୁ। ଏଠି ଆପଣ ଖବର ପାଇନଥିଲେ ବ୍ଲକ ପ୍ରଶାସନ ବନ୍ଦ କରିଛି ବୋଲିକି? ଖବର ପାଇ କାଲି ଖବର ପାଇଥିଲି। ହଁ, ଆଜି ଆସିକି କ'ଣ ଦେଖିଲେ? ଦେଖିଲି ଶୁଣିଥିଲି ଖରାପ କାମ ହେଉଛି ବୋଲି ଶୁଣିକି ଆସିଥିଲି। ନାଇଁ, ଖରାପ କାମ ହେଉଛି, ଆପଣ ତ ଏଠି ଚାକିରି କରିଥିଲେ ନା, ଖରାପ କାମ ହେଉଛି ବୋଲି ଆଗରୁ ଜାଣିନଥିଲେ ନା କ'ଣ? ହଁ ଜାଣିଥିଲି। କ'ଣ ଖରାପ କାମ ହେଉଥିଲା ଏଠି? ହେଉଥିଲା ଖରାପ କାମ। ଭଲ ଲୋକ ଝିଅ ପିଲା ସବୁ ଅଛନ୍ତି, ପଦ ଲୋକ ଅଛନ୍ତି, ନେଇକି ଲଞ୍ଚରେ ରହୁଛନ୍ତି ଏସି ରୁମ୍ରେ ବୁକିଂ କରିକି। କେଉଁ ଭଳିଆ ଲୋକ ଏଠି ସବୁ ଆସନ୍ତି? ବଡ଼ ଲୋକ, ପଇସା ବାଲା ଲୋକ ସବୁ ଅଛନ୍ତି। ବ୍ୟୁରୋ ରିପୋର୍ଟ, ସଂଘର୍ଷ ଟିଭି।